ଆଚ୍ଛା ତୁମେ ମାନେ ସବସ୍କ୍ରାଇବ୍ କର କି ନ କର, ପ୍ରଥମେ ପାଠ ଉପରେ ଫୋକସ୍ କର। ପ୍ରଥମ କ୍ୱେଶ୍ଚିନ୍ ହେଉଛି ଭୀମ କାହାକୁ ସିଂହନାଦ ମାଗିଥିଲେ? ଆନ୍ସର୍ ହେବ ବିଶ୍ୱନାଥଙ୍କୁ। କାଶୀନାଥ ହୁଏତ ଶିବଙ୍କର ଅନ୍ୟ ନାଁ, କିନ୍ତୁ ବହିରେ ଦେଇଛି ବିଶ୍ୱନାଥ ହେଲା, ସେଥିପାଇଁ ଆନ୍ସର୍ ହେବ ବିଶ୍ୱନାଥ। ଆବର ରଡ଼ିଏ ସହିଲେ ଦୁର୍ଯ୍ୟୋଧନ କ'ଣ ହେବ ବୋଲି ଲକ୍ଷ୍ମୀ କହିଛନ୍ତି? କ'ଣ ହେବ ବୋଲି କହିଥିଲେ? ଅଜରାମ୍ବର ବା ଅମର ହେବ ବୋଲି କହିଥିଲେ। ଯେହେତୁ ଏଇଠି ଅମର ଆଉ ଅଜରାମ୍ବର ଗୋଟେ, କିନ୍ତୁ ଅମର ବହିରେ ଦେଇନି ବା ଯେଉଁଟା ଦେଇଛି ତାର ଅର୍ଥ ଅଜରାମ୍ବର, ସେଥିପାଇଁ ଏଠି ଅଜରାମ୍ବର ହିଁ ହେବ। ମାନବ ଗୋବିନ୍ଦ କହିଲେ, ଏଠି ଗୋବିନ୍ଦ ହେବ, ଗୋବନ୍ଦ ହେଇଯାଇଛି। ଗୋବିନ୍ଦ କହିଲେ କାହାକୁ ବୁଝାଏ? ଦୁର୍ଯ୍ୟୋଧନକୁ। ପାତାଳେ ଅନନ୍ତ ନାଗର କମ୍ପିଲା ଏକ ଫେରୁ, ଏଠାରେ ଫେରୁ କ'ଣ? ଫଣା। ଶୂଳଧର ବୋଲି କାହାକୁ କୁହାଯାଇଛି? ଶିବ। ଏଇଟା ଜଣେ ନ ପଢ଼ିଥିଲେ ମଧ୍ୟ କହିପାରିବ। ବ୍ୟାସ ସରୋବରରୁ ବାହାରିବା ପାଇଁ ଦୁର୍ଯ୍ୟୋଧନକୁ କିଏ ବାରଣ କରିଥିଲେ, ମାନେ ମନା କରିଥିଲେ? ଲକ୍ଷ୍ମୀ ମନା କରିଥିଲେ। କାହା ଉପଦେଶରେ ଦୁର୍ଯ୍ୟୋଧନ ବ୍ୟାସ ସରୋବରରେ ଆତ୍ମଗୋପନ କରିଥିଲେ? ମାନେ ଦୁର୍ଯ୍ୟୋଧନକୁ କିଏ କହିଥିଲା ବ୍ୟାସ ସରୋବରରେ ଯାଇକି ରହିବା ପାଇଁ? କିଏ କହିଥିଲା? ଦୁର୍ବାସା କହିଥିଲେ। ଭୀମଙ୍କ ସିଂହନାଦର ପ୍ରଥମ ଶବ୍ଦରେ କିଏ କମ୍ପି ଉଠିଲା? ପ୍ରଥମ ଶବ୍ଦରେ ମହିମଣ୍ଡଳ କମ୍ପି ଉଠିଲା। ଏ ଅନନ୍ତ ନାଗର ଫଣା ସପ୍ତସାଗର ନବଦ୍ୱୀପ ହୁଏତ ଅଛି, କିନ୍ତୁ ପ୍ରଥମ ସେ ପଚାରିଲା ପ୍ରଥମ ଶବ୍ଦ, ସେଥିପାଇଁ ଏକୁରେଟଲି ହେବ ମହିମଣ୍ଡଳ। ଆଉ ଏଇସବୁ କ୍ୱେଶ୍ଚିନ୍ 2022ରୁ 2025 ଯାଏଁ ଆସି ସାରିଛି ହେଲା କି, ଆକୁ ମାନେ ହାଲକାରେ ନିଅ ନାହିଁ କିଏ ମଧ୍ୟ। ଭୀମ କେଉଁ ଦୈତ୍ୟକୁ ମାରି ଶିବଙ୍କ ଠାରୁ ବର ଲାଭ କରିଥିଲେ? ଯେତେବେଳେ ଶିବ ଅସୁବିଧାରେ ପଡ଼ିଥିଲେ ଭୀମ ଯାଇ ତାଙ୍କୁ ହେଲ୍ପ କରିଥିଲେ, ତ କାହାକୁ ମାରି ହେଲ୍ପ ହେଇଥିଲା? ସେ ହେଉଛି ଅଶ୍ଳେଷା ଦୈତ୍ୟ ବା ଅଶ୍ଳେଷା କ'ଣ? ଅସୁର। ପାଣ୍ଡବ ସୁନ୍ଦର ବୋଲି କାହାକୁ କୁହାଯାଇଛି? ଏଠାରେ ଭୀମକୁ କୁହାଯାଇଛି ପାଣ୍ଡବ ସୁନ୍ଦର ବୋଲି। ଭୀମଙ୍କ ସିଂହନାଦ ରଡ଼ି ଯେଉଁ ବିଷୟଟି ସାରଳା ମହାଭାରତର କେଉଁ ପର୍ବରୁ ଆସିଛି? ଏଇଟା ଆସୁଛି ଗଦା ପର୍ବରୁ ଆସିଛି ହେଲା। ବହୁତ ସାରା ପର୍ବ ଅଛି, 18ଟି ପର୍ବ, ମେ ବି ଏକୁରେଟଲି ମୋତେ ମନେ ନାହିଁ ହେଲା। ଆଦି ପର୍ବ, ଗଦା ପର୍ବ, ଦ୍ରୋଣ ପର୍ବ ହେଲା, ବିରାଟ ପର୍ବ, ବହୁତ ସାରା ପର୍ବ ଅଛି। ମହାଭାରତ କମ୍ପ୍ଲିଟଲି କେଉଁମାନେ ଜାଣିଛ ସେମାନେ ନିଜକୁ ଗର୍ବିତ ମନେ କରିବା ଦରକାର, କିନ୍ତୁ ଆଜିକା ଡେଟ୍ରେ ମାନେ ରାମାୟଣ ମହାଭାରତ ବି କେହି ଠିକ୍ରେ ଜାଣୁନାହାନ୍ତି। ସେଇଥିପାଇଁ ଆମ ପାଠ୍ୟପୁସ୍ତକରେ ଆକୁ ସ୍ଥାନ ଦିଆଯାଇଛି ଯେ ପିଲାମାନେ ଜାଣନ୍ତୁ କହିକି। ଏଥିରେ ଶୂଳଧର ଏଇ ଶବ୍ଦର କେଉଁଟା ପ୍ରତିଶବ୍ଦ ନୁହେଁ, ମାନେ ସମାନ ଅର୍ଥ ଶବ୍ଦ ନୁହେଁ। ଶୂଳଧର ଅର୍ଥ କ'ଣ? ଶିବଙ୍କୁ ବୁଝଉଛି, ଶିବ ଶଙ୍କର ରାଇଟ୍। ମହେଶ୍ୱର ହେଲେ ବୁଝଉଛି, ଶିବ ମଧ୍ୟ ବୁଝଉଛି। ଶ୍ରୀପତି ଏଠି ଶିବକୁ ବୁଝଉ ନାହିଁ, ସେଥିପାଇଁ ଏଇଟା ହେବ ନାହିଁ। ଲକ୍ଷ୍ମୀ କାହିଁକି ଦୁର୍ଯ୍ୟୋଧନକୁ ଛାଡ଼ି ପଳେଇଲେ? କ'ଣ କଲେ ଦୁର୍ଯ୍ୟୋଧନ? ସେଥିପାଇଁ ଲକ୍ଷ୍ମୀ ମା ପଳେଇଥିଲେ। କାରଣ ଦୁର୍ଯ୍ୟୋଧନ କ'ଣ କରିଥିଲେ? ମାତା ଲକ୍ଷ୍ମୀଙ୍କୁ ଭର୍ତ୍ସନା କରିଥିଲା, ସେଇଥିପାଇଁ ଲକ୍ଷ୍ମୀ ଦୁର୍ଯ୍ୟୋଧନକୁ ଛାଡ଼ି ପଳେଇଥିଲେ। ଆଉ ସବୁ କ୍ୱେଶ୍ଚିନ୍ ମାନେ ଅପସନ୍ ପଢ଼ିଲେ ହିଁ ଜଣାପଡ଼ିଯାଉଛି। ଭୀମ ପ୍ରାର୍ଥନା କଲା କି ନା? ଲକ୍ଷ୍ମୀ ମାତାକୁ ପ୍ରାର୍ଥନା କରିନି। କୁଷ୍ଟ ମଧ୍ୟ ଅନୁରୋଧ କରିନାହାନ୍ତି। ଆଉ ଦୁର୍ଯ୍ୟୋଧନଙ୍କ ମୃତ୍ୟୁ ମଧ୍ୟ ନିକଟ ହେବାରୁ ଏପରି କିଛି କାରଣ ନାହିଁ ହେଲା। ତେଣୁ ଦୁର୍ଯ୍ୟୋଧନ ଭର୍ତ୍ସନା କରିବାରୁ ମାତା ଲକ୍ଷ୍ମୀ ଚାଲି ଯାଇଥିଲେ। ଶପଥ ସାଗର ମଧ୍ୟରେ କିଏ ଅନ୍ତର୍ଭୁକ୍ତ ନୁହେଁ? ଶପଥ ସାଗର ଦେଇଛି ବୁକ୍ରେ କାହା କାହାକୁ ନେଇକି ସପ୍ତ ସାଗର ଗଠିତ ହୋଇଛି, ତ ଏଠାରେ ଶର୍କରାକୁ ନେଇକି ସପ୍ତ ସାଗର ଗଠିତ ହେଇନି, ସେଥିପାଇଁ ଶର୍କରା ହେବ। ନେକ୍ସଟ କ୍ୱେଶ୍ଚିନ୍, ଶତ୍ରୁ କେଉଁଠାରେ ବଳପୂର୍ବକ ପ୍ରବେଶ କଲେ ଧ୍ୱଂସ ହୋଇଯିବ ବୋଲି ପଠିତ କବିତା ଯେଉଁ ଆମ ଭୀମଙ୍କ ସିଂହନାଦ ରଡ଼ିରେ କୁହାଯାଇଛି? କେଉଁଠି? ଯେଉଁଠି ଦୁର୍ଯ୍ୟୋଧନ ଲୁଚିଥିଲେ ସେଇଟା ହେଉଛି ବ୍ୟାସ ସରୋବର।